ପ୍ରଥମ ଇତିବୃତ୍ତି ଅଧ୍ୟାୟ 12। ଦାବିଦଙ୍କ ଅନୁଗାମୀଗଣ। କିସ୍ର ପୁତ୍ର ସାଉଲଙ୍କ ଯୋଗୁଁ ଲୁକାୟିତ ହୋଇ ରହିଥିବା କାଳରେ ଦାବିଦଙ୍କ ପକ୍ଷପାତୀ ହେବା ନିମନ୍ତେ ତାଙ୍କ ସମୀପକୁ ଆସିଥିବା ଲୋକମାନଙ୍କର ଏକ ନାମ ବିବରଣୀ। ଯୁଦ୍ଧ କରିବା ପାଇଁ ସେହି ବୀର ଯୋଦ୍ଧାଗଣ ତାଙ୍କର ସହାୟକ ଥିଲେ। ସରକ୍ଷେପ ତଥା ଦକ୍ଷିଣ କିମ୍ବା ବାମ ହସ୍ତ ପ୍ରୟୋଗ କରି ଛାଟେଣି ଦ୍ୱାରା ପଥର ନିକ୍ଷେପ କରିବାକୁ ସେମାନେ ସମର୍ଥ ଥିଲେ ଓ ସେମାନେ ସାଉଲଙ୍କ ଆତ୍ମୀୟ ଲୋକ ବେଞ୍ଜାମିନ ଗୋଷ୍ଠୀଜ ଥିଲେ। ସେମାନଙ୍କ ମଧ୍ୟରୁ ଆବିଏସେର ପ୍ରମୁଖ ନେତା ଥିଲା ଓ ଦ୍ୱିତୀୟ ଯୋଆସ ଥିଲା। ଉଭୟେ ଗିବିଆବାସୀ ସେମାର ପୁତ୍ର ଥିଲେ। ତତ୍ପରେ ଆସ୍ମାବେଥର ପୁତ୍ରଦ୍ୱୟ ଜେସିଏଲ ଓ ପେଥେର, ବେରାଖା ଓ ଆନାଥତବାସୀ ଜେସୁ 30 ଜଣଙ୍କ ଦଳାନ୍ତର୍ଭୁକ୍ତ ଜଣେ ସାହସୀ ବ୍ୟକ୍ତି ତଥା ସେମାନଙ୍କ ନେତା ଗିବେୟନବାସୀ ଇସ୍ମା, ଇସା, ଜେରେମିଆ, ଯାହସିଏଲ, ଯୋହାନାନ, ଗେଦାରାବାସୀ ଯୋସାବାଦ, ଏଲୁସାଇ, ଜେରିମୋଥ, ବେଆଲିଆ, ସେମାରିଆ, ହାରୁପିଓ, ସେଫାଥିଆ, ଏଲକାନା, ଏସିଆ, ଆସାରେଲ, ଜୟସେର ଓ ଜାସବ୍ୟାମ ଆଦି କୋରାହୀୟ ବ୍ୟକ୍ତି। ଗେଦରବାସୀ ଜେରୋହାମର ପୁତ୍ରଦ୍ୱୟ ଜଏଲା ଓ ସେବାଦିଆ। ଦାବିଦ ମରୁପ୍ରାନ୍ତରସ୍ଥ ଦୁର୍ଗରେ ଲୁକାୟିତ ଥିବାବେଳେ ଢାଲ ତଥା ବର୍ଚ୍ଛା ପ୍ରୟୋଗ କରି ସଂଗ୍ରାମ କରିବା ପାଇଁ ସମର୍ଥ ଓ ସାହସୀ ତଥା ଅଭିଜ୍ଞ ଯୋଦ୍ଧାଗଣ ଗାଦ ଗୋଷ୍ଠୀଜ କେତେକ ଲୋକ ମଧ୍ୟ ତାଙ୍କ ସପକ୍ଷ ହେଲେ। ସେମାନଙ୍କର ମୁଖ ସିଂହ ମୁଖ ସଦୃଶ ଓ ସେମାନେ ପର୍ବତରେ ରହିଣ ପରି ଶୀଘ୍ର ଗମନ କରିପାରୁଥିଲେ। ସେମାନଙ୍କ ମଧ୍ୟରୁ ଏସେର ପ୍ରମୁଖ ନେତା ଥିଲା। ଦ୍ୱିତୀୟ ଅବାଦିଆ, ତୃତୀୟ ଏଲିଆଦ, ଚତୁର୍ଥ ମିଶମାନା, ପଞ୍ଚମ ଜେରେମିଆ, ଷଷ୍ଠ ଆତାଇ, ସପ୍ତମ ଏଲିଏଲ, ଅଷ୍ଟମ ଯୋହାନାନ, ନବମ ଏଲବାବାଦ, ଦଶମ ଜେରେମିଆ ଓ ଏକାଦଶ ମାଖବାନାଇ ଥିଲେ। ଗାଦ ଗୋଷ୍ଠୀଜ ଏମାନେ ସେନାପତି ଭାବେ ନିୟୋଜିତ ହେଲେ। ଯିଏ ସାନ ସେ ଶତ ସେନାପତି ଓ ଯିଏ ବଡ଼ ସେ ସହସ୍ର ସେନାପତି ରୂପେ ନିଯୁକ୍ତି ପାଇଲେ। ଦୁଇ କୂଳ ଦେଇ ଜର୍ଦାନ ଉଚ୍ଛ୍ୱସିତ ହେଉଥିବା ପ୍ରଥମ ମାସରେ ଏମାନେ ତାହା ଅତିକ୍ରମ କରି ଉପତ୍ୟକାବାସୀ ଲୋକମାନଙ୍କୁ ପୂର୍ବ ତଥା ପଶ୍ଚିମ ଦିଗାଭିମୁଖେ ତଡ଼ିଦେଲେ। ବେଞ୍ଜାମିନ ତଥା ଜୁଦା ଗୋଷ୍ଠୀଜ କେତେକ ଲୋକ ଦାବିଦଙ୍କ ବାସସ୍ଥଳୀ ଦୁର୍ଗକୁ ଆସିଲେ। ସେମାନଙ୍କୁ ଗ୍ରହଣ କରିବା ପାଇଁ ବାହାରି ଆସି ଦାବିଦ କହିଲେ, ମୋର ସହାୟ ହେବା ପାଇଁ ତୁମେମାନେ ଯଦି ସସ୍ନେହରେ ଆସିଅଛ, ତେବେ ମୋର ହୃଦୟ ତୁମ ପ୍ରତି ଅନୁରକ୍ତ ହୋଇ ରହିବ। ବରଂ ମୁଁ ନିର୍ଦ୍ଦୋଷୀ ଥିବା ସତ୍ତ୍ୱେ ଶତ୍ରୁମାନଙ୍କ ହସ୍ତରେ ମୋତେ ଧରାଇ ଦେବା ସକାଶେ ତୁମେମାନେ ଯଦି ଆସିଅଛ, ତେବେ ଆମ ପିତୃପୁରୁଷମାନଙ୍କ ଈଶ୍ୱର ତାହା ଦେଖି ତୁମମାନଙ୍କୁ ତିରସ୍କାର କରନ୍ତୁ। ସେ ସମୟରେ ଆତ୍ମାଙ୍କ ଦ୍ୱାରା ଆବିଷ୍ଟ ହୋଇ ସେହି 30 ଜଣ ଦଳପତି ଆମାସାଇ କହିଲା, ହେ ଦାବିଦ, ଆମେମାନେ ତୁମର ଅନୁଗାମୀ। ହେ ଜେସେଙ୍କ ପୁତ୍ର, ଆମେମାନେ ତୁମର ସହବର୍ତ୍ତୀ। ଶାନ୍ତି, ହଁ ଶାନ୍ତି ତୁମର ସହବର୍ତ୍ତୀ ହେଉ। ଶାନ୍ତି ତୁମ ସହାୟକମାନଙ୍କ ସହବର୍ତ୍ତୀ ହେଉ, କାରଣ ତୁମ ଈଶ୍ୱର ତୁମକୁ ସାହାଯ୍ୟ କରନ୍ତି। ତହୁଁ ସେମାନଙ୍କୁ ଗ୍ରହଣ କରି ଦାବିଦ ସେମାନଙ୍କୁ ସେନାପତି ରୂପେ ନିଯୁକ୍ତି କଲେ। ଫିଲିସ୍ତୀୟମାନଙ୍କ ସହ ଦାବିଦ ଯେବେ
ସାଉଲଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆସିଲେ। ତେବେ ମାନାସେ ଗୋଷ୍ଠୀ ଯେଉଁ କେତେକ ଲୋକ ତାଙ୍କର ପକ୍ଷପାତୀ ହେଲେ। ତଥାପି ସେ ଫିଲିସ୍ତୀୟମାନଙ୍କୁ ସାହାଯ୍ୟ କଲେ ନାହିଁ, କାରଣ ଫିଲିସ୍ତୀୟ ଶାସକମାନେ ଆଲୋଚନା କରି କହିଲେ, ଆମ ମସ୍ତକକୁ ବିପଦାପନ୍ନ କରି ସେ ତାଙ୍କର ମୁନିବ ସାଉଲଙ୍କ ପକ୍ଷପାତୀ ହେବେ। ସୁତରାଂ ଫେରି ଯିବାକୁ ସେମାନେ ତାଙ୍କୁ ବିଦାୟ ଦେଇ ପଠାଇଲେ। ଦାବୀଦ ସିକ୍ଲାଗ ଅଭିମୁଖେ ଯାତ୍ରା କରିବା ସମୟରେ ମାନାସେ ଗୋଷ୍ଠୀ ଆଦ୍ନା, ଯୋଶାବାଦ, ଜେଦିଆଏଲ, ମିଖାଏଲ, ଯୋଶାବାଦ, ଏଲିହୁ, ଶିଲେଥାଇ ପ୍ରଭୃତି ସହସ୍ର ସେନାପତି ସେହି ଲୋକେ ତାଙ୍କ ନିକଟକୁ ଆସିଥିଲେ। ସେମାନେ ପରାକ୍ରମଶାଳୀ ସେନାପତି ଥିବା ଯୋଗୁଁ ଲୁଣ୍ଠନକାରୀମାନଙ୍କ ବିରୁଦ୍ଧରେ ଦାବୀଦଙ୍କ ସହାୟକ ହେଲେ। ଦାବୀଦଙ୍କ ସହାୟ ହେବା ପାଇଁ ଲୋକେ ଦୈନନ୍ଦିନ ତାଙ୍କ ପାଖକୁ ଆସୁଥିଲେ ଓ ଏହିପରି ଈଶ୍ୱରଙ୍କ ସୈନ୍ୟବାହିନୀ ସଦୃଶ ତାଙ୍କର ସୈନ୍ୟଦଳ ବିଶାଳ ହେଲା। ଦାବୀଦ ଯେବେ ହେବ୍ରୋନରେ ବାସ କରିଥିଲେ, ତେବେ ପ୍ରଭୁଙ୍କ ବଚନ ଅନୁଯାୟୀ ସାଉଲଙ୍କ ରାଜ୍ୟକୁ ତାଙ୍କ ହସ୍ତରେ ସମର୍ପଣ କରିବା ସକାଶେ ଆଗତ ସୈନ୍ୟ ଦଳର ସଂଖ୍ୟା ବିବରଣୀ, ଢାଲ ତଥା ବର୍ଚ୍ଛାଧାରୀ ଯୁଦ୍ଧ ପ୍ରବୀଣ ଯୋଦ୍ଧା ଗୋଷ୍ଠୀ 6,800 ଯୋଦ୍ଧା, ସିମିୟନ ଗୋଷ୍ଠୀରୁ 7,100 ଯୁଦ୍ଧ ପ୍ରବୀଣ ବ୍ୟକ୍ତି, ଲେବୀୟମାନଙ୍କ ମଧ୍ୟରୁ 4,600 ବ୍ୟକ୍ତି, ଆରୋନ ବଂଶଜ ଲୋକଙ୍କ ମଧ୍ୟରୁ ପ୍ରମୁଖ ବ୍ୟକ୍ତି ଜେହୋଇଆଦା ଓ ତାଙ୍କର ସହବର୍ତ୍ତୀ 3,700 ବ୍ୟକ୍ତି, ସାହସୀ ତଥା ଯୁବ ସାଧକ ଓ ତାଙ୍କ ପିତୃକୁଳରୁ ତାଙ୍କର ସହବର୍ତ୍ତୀ 22 ଜଣ ସେନାପତି। ସାଉଲଙ୍କ ଆତ୍ମୀୟ ଲୋକ ବେଞ୍ଜାମିନ ଗୋଷ୍ଠୀ 3,000 ବ୍ୟକ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକେ ଏପର୍ଯ୍ୟନ୍ତ ସାଉଲଙ୍କ ଭବନ ପ୍ରତି ଅନୁରାଗ ପ୍ରଦର୍ଶନ କରିଥିଲେ। ପରାକ୍ରମୀ ତଥା ନିଜ କୂଳ ମଧ୍ୟରେ ବିଖ୍ୟାତ ଏଫ୍ରାଏମ ଗୋଷ୍ଠୀ 20,800 ବ୍ୟକ୍ତି, ମାନାସେର ଅର୍ଦ୍ଧଗୋତ୍ରରୁ 18,000 ବ୍ୟକ୍ତି। ଦାବୀଦଙ୍କୁ ରାଜା ରୂପେ ନିଯୁକ୍ତ କରିବା ପାଇଁ ଏହିମାନେ ବିଶେଷ ଭାବେ ନିୟୋଜିତ ହୋଇଥିଲେ। ଇସାକାର ଗୋଷ୍ଠୀରୁ 200 ପ୍ରମୁଖ ନେତା ଓ ସେମାନଙ୍କ ଅଧୀନସ୍ଥ ସେମାନଙ୍କ ସମସ୍ତ ଆତ୍ମୀୟ ବ୍ୟକ୍ତି। ଇସ୍ରାଏଲ ଯଥା ସମୟରେ ଯାହା ସାଧନ କରିବା ଆବଶ୍ୟକ ଥିଲା, ଏହିମାନେ ସେ ସମ୍ବନ୍ଧରେ ଅଭିଜ୍ଞ ଥିଲେ। ସେବୁଲୁନ ଗୋଷ୍ଠୀରୁ ସର୍ବବିଧ ଅସ୍ତ୍ରଧାରୀ, ଯୁଦ୍ଧ କରିବାକୁ ନିପୁଣ ଓ ଏକଚିତ୍ତରେ ଦାବୀଦଙ୍କ ସହାୟ ହେବା ପାଇଁ ଉତ୍ସାହୀ 50,000 ଯୋଦ୍ଧା। ନାପଥାଲି ଗୋଷ୍ଠୀର 1,000 ସେନାପତି ଓ ସେମାନଙ୍କ ସହଗାମୀ 37,000 ବ୍ୟକ୍ତି। ଏହିମାନେ ଢାଲ ତଥା ବର୍ଚ୍ଛାଧାରୀ ଥିଲେ। ଯୁଦ୍ଧ ପାଇଁ ସଶସ୍ତ୍ରଧାରୀ ଦାନ ଗୋଷ୍ଠୀ 28,600 ବ୍ୟକ୍ତି। ଆସେର ଗୋଷ୍ଠୀରୁ ଯୁଦ୍ଧ କରିବା ପାଇଁ ସୁସଜ୍ଜିତ 40,000 ଯୋଦ୍ଧା। ଜର୍ଦାନର ଅପର ପାର୍ଶ୍ୱସ୍ଥ ରେଉବେନ ତଥା ଗାଦ ଗୋଷ୍ଠୀ ଓ ମାନାସେର ଅର୍ଦ୍ଧଗୋତ୍ରରୁ ସର୍ବବିଧ ଅସ୍ତ୍ରଧାରୀ 1,20,000 ବ୍ୟକ୍ତି। ଯୁଦ୍ଧ ପାଇଁ ସଜ୍ଜିତ ଏହି ଯୋଦ୍ଧାମାନେ ଦାବୀଦଙ୍କୁ ସମଗ୍ର ଇସ୍ରାଏଲରୁ ରାଜା ରୂପେ ନିୟୋଜିତ କରିବା ପାଇଁ ଦୃଢ଼ ସଂକଳ୍ପ ହୋଇ ହେବ୍ରୋନକୁ ଆସିଲେ। ସେହିପରି ଅନ୍ୟ ସମସ୍ତ ଇସ୍ରାଏଲୀୟ ଜନତା ମଧ୍ୟ ଦାବୀଦଙ୍କୁ ରାଜା ରୂପେ ନିଯୁକ୍ତ କରିବା ପାଇଁ ଏକମନା ଥିଲେ। ନିଜ ଭ୍ରାତାମାନଙ୍କ ଦ୍ୱାରା ପାକ ହୋଇଥିବା ଖାଦ୍ୟ ଆହାର କରି ଓ ପାନ କରି ସେମାନେ 3 ଦିନ ଧରି ଦାବୀଦଙ୍କ ଗହଣରେ ଅବସ୍ଥାନ କଲେ। ସୁଦୂରସ୍ଥ ଇସାକାର, ସେବୁଲୁନ ତଥା ନାପଥାଲି ଓ ସମୀପବର୍ତ୍ତୀ ସେମାନଙ୍କ ଆତ୍ମୀୟମାନେ ଗଧ, ଓଟ, ଖଚର ତଥା ବଳଦ ସମୂହର ପୃଷ୍ଠ ଦେଶରେ ମଇଦାରୁ ନିର୍ମିତ ପ୍ରଚୁର ଖାଦ୍ୟ, ଡିମିରି ଫଳରୁ ନିର୍ମିତ ପିଷ୍ଟକ, ଶୁଷ୍କ ଦ୍ରାକ୍ଷା ଫେଣ୍ଡା, ଦ୍ରାକ୍ଷାରସ
ତୈଳ ପ୍ରଭୃତି ଖାଦ୍ୟ ପଦାର୍ଥ ଏବଂ ବଳଦ ତଥା ମେଷମାନଙ୍କୁ ସଙ୍ଗରେ ନେଇ ଆସିଥିଲେ, କାରଣ ଇସ୍ରାଏଲରେ ଆନନ୍ଦ ବିରାଜୁଥିଲା। ଅଧ୍ୟାୟ 13। କିରିୟାତ୍ ଯେଆରିମ୍‌ର ଠାରୁ ସିନ୍ଧୁକର ଆନୟନ। ସହସ୍ର ତଥା ଶତ ସେନାପତିମାନଙ୍କ ସମସ୍ତ ନେତାମାନଙ୍କ ସହ ଦାବୀଦ ଆଲୋଚନା କଲେ। ତତ୍ପରେ ଦାବୀଦ ସେହି ଇସ୍ରାଏଲୀୟ ଜନମଣ୍ଡଳୀକୁ କହିଲେ, ତୁମେମାନେ ଯଦି ସହମତ ହୁଅ ଓ ଏହା ଯଦି ପ୍ରଭୁ ଆମ ଈଶ୍ୱରଙ୍କ ଅଭୀଷ୍ଟ ହୋଇଥାଏ, ତେବେ ଇସ୍ରାଏଲର ସମଗ୍ର ଅଞ୍ଚଳରେ ଥିବା ଆମ ଭ୍ରାତାଗଣ ଏବଂ ଚାରଣଭୂମି ବେଷ୍ଟିତ ନଗରୀମାନଙ୍କର ଅବସ୍ଥାନ କରୁଥିବା ଯାଜକ ତଥା ଲେବୀୟମାନଙ୍କ ଲୋକ ପଠାଇ ଡକାଇବା। ତତ୍ପରେ ଆମ ଈଶ୍ୱରଙ୍କ ସିନ୍ଧୁକକୁ ଆମ ପାଖକୁ ନେଇ ଆସିବା। ସାଉଲଙ୍କ ଅମଳରେ ଆମେ ସେହି କାର୍ଯ୍ୟ ପ୍ରତି ଅବହେଳା କରିଥିଲୁ। ଏହି ବିଷୟଟି ସମସ୍ତଙ୍କ ଦୃଷ୍ଟିରେ ସଠିକ୍ ଦେଖାଗଲା ଏବଂ ଜନମଣ୍ଡଳୀ ସେହିପରି ସାଧନ କରିବା ପାଇଁ ସହମତ ହେଲେ। କିରିୟାତ୍ ଯେଆରିମ୍ ଠାରୁ ଈଶ୍ୱରଙ୍କ ସିନ୍ଧୁକକୁ ନେଇ ଆସିବା ପାଇଁ ଇଜିପ୍ଟର ସିହର ଠାରୁ ହାମାଥର ପ୍ରବେଶ ପଥ ପର୍ଯ୍ୟନ୍ତ ବିସ୍ତୃତ ଦେଶବାସୀ ଇସ୍ରାଏଲମାନଙ୍କୁ ଡାକି ଦାବୀଦ ଏକତ୍ରିତ କଲେ। କେରୁବମାନଙ୍କ ଉପରେ ସିଂହାସନାସୀନ ପ୍ରଭୁଙ୍କ ନାମଧାରୀ ସିନ୍ଧୁକକୁ ନେଇ ଆସିବା ପାଇଁ ଦାବୀଦ ଓ ସମସ୍ତ ଇସ୍ରାଏଲ ଜୁଦା ମଧ୍ୟବର୍ତ୍ତୀ କିରିୟାତ୍ ଯେଆରିମ୍ ଅର୍ଥାତ୍ ବାଲା ଅଭିମୁଖରେ ପ୍ରସ୍ଥାନ କଲେ। ସେମାନେ ଆବିନାଦାବଙ୍କ ଗୃହକୁ ଈଶ୍ୱରଙ୍କ ସିନ୍ଧୁକ ନେଇ ଏକ ନୂତନ ଶକଟ ଉପରେ ବୋହି ଆଣିଲେ। ଉଷା ଓ ଆହିୟ ସଙ୍କଟ ଚଳାଉଥିଲେ। ଦାବୀଦ ଓ ସମସ୍ତ ଇସ୍ରାଏଲୀୟ ଜନତା ସାରଙ୍ଗୀ, ବୀଣା, ଖଞ୍ଜଣି, ମନ୍ଦିରା ତଥା ତୁରୀ ବାଦନ କରି ଈଶ୍ୱରଙ୍କ ସନ୍ନିଧାନରେ ଆନନ୍ଦଚିତ୍ତ ତଥା ସର୍ବଶକ୍ତି ପ୍ରଦର୍ଶନ ପୂର୍ବକ ଗାନ କଲେ। ସେମାନେ କିଦନର ଶସ୍ୟଖୋଳା ସ୍ଥାନରେ ଆସି ପହଞ୍ଚିବା ସମୟରେ ବଳଦ ଝୁଣ୍ଟି ପଡ଼ିବା ଯୋଗୁଁ ସିନ୍ଧୁକକୁ ଧରି ରଖିବା ଉଦ୍ଦେଶ୍ୟରେ ଉଷା ନିଜ ହସ୍ତ ବିସ୍ତାର କଲା। ତହୁଁ ପ୍ରଭୁଙ୍କ କ୍ରୋଧାଗ୍ନି ଉଷା ବିରୁଦ୍ଧରେ ପ୍ରଜ୍ୱଳିତ ହେଲା। ସିନ୍ଧୁକ ଆଡ଼କୁ ସେ ହାତ ବଢ଼ାଇଥିବା ଯୋଗୁଁ ପ୍ରଭୁ ତାଙ୍କୁ ସଂହାର କଲେ ଓ ସେ ସେଠାରେ ଈଶ୍ୱରଙ୍କ ସନ୍ନିଧାନରେ ମୃତ୍ୟୁବରଣ କଲା। ପ୍ରଭୁ ଉଷାକୁ ଆଘାତ କରିବାରୁ ଦାବୀଦ ଅସନ୍ତୋଷ ପ୍ରକାଶ କଲେ। ସୁତରାଂ ସେ ସ୍ଥାନ ପେରେସ୍ ଉଷା ନାମରେ ଅଦ୍ୟାବଧି ନାମିତ। ଈଶ୍ୱରଙ୍କ ପ୍ରତି ଭୟଭୀତ ହୋଇ ଦାବୀଦ ସେହିଦିନ କହିଲେ, ଈଶ୍ୱରଙ୍କ ସିନ୍ଧୁକକୁ ମୁଁ କିପରି ମୋ ପାଖରେ ଗୃହକୁ ଆଣିବି? ତେଣୁ ସେ ଈଶ୍ୱରଙ୍କ ସିନ୍ଧୁକକୁ ଦାବୀଦ ନଗରୀ ମଧ୍ୟକୁ ଆଣିଲେ ନାହିଁ, ବରଂ ଗିତୀୟ ଅବେଦେଦୋମର ଗୃହକୁ ନେଇଗଲେ। ଈଶ୍ୱରଙ୍କ ସିନ୍ଧୁକ 3 ମାସ ବ୍ୟାପୀ ଅବେଦେଦୋମର ଗୃହରେ ଅବସ୍ଥାନ କଲା। ପ୍ରଭୁ ଅବେଦେଦୋମର କୁଟୁମ୍ବ ତଥା ତାର ସର୍ବସ୍ୱ ଉପରେ ଆଶୀଷ ପ୍ରଦାନ କଲେ। ଅଧ୍ୟାୟ 14। ଦାବୀଦଙ୍କ ପ୍ରାସାଦ ଓ ପୁତ୍ରଗଣ। ତୀର ରାଜା ହିରାମ୍ ଦାବୀଦଙ୍କ ନିକଟକୁ ଦୂତଗଣ ଓ ତାଙ୍କ ପାଇଁ ଏକ ପ୍ରାସାଦ ନିର୍ମାଣ କରିବା ସକାଶେ ଦେବଦାରୁ କାଠ ତଥା ରାଜମିସ୍ତ୍ରୀ ଓ ବଢ଼େଇମାନଙ୍କୁ ପଠାଇଲେ। ଦାବୀଦ ହୃଦବୋଧ କଲେ ଯେ ପ୍ରଭୁ ଇସ୍ରାଏଲ ଉପରେ ତାଙ୍କର ରାଜପଦବୀକୁ ଦୃଢ଼ୀଭୂତ କରିଅଛନ୍ତି ଓ 100 ଜନ ଇସ୍ରାଏଲୀୟ ଜନତା ସକାଶେ ତାଙ୍କର ରାଜ ଅଧିକାରକୁ ଗୌରବମଣ୍ଡିତ କରିଅଛନ୍ତି। ଜେରୁସାଲେମରେ ଦାବୀଦ ପୁନରାୟ ପତ୍ନୀମାନଙ୍କୁ ଗ୍ରହଣ କଲେ ଓ ତାଙ୍କଠାରୁ ଆଉ କେତେକ ପୁତ୍ର କନ୍ୟା ଜାତ ହେଲେ। ଜେରୁସାଲେମରେ ଜାତ ତାଙ୍କର ପୁତ୍ରମାନେ ହେଲେ ସାମୁଆ, ଯୋବାବ, ନାଥାନ, ସଲୋମନ, ଇବ୍ହାର, ଏଲିଶୁଆ, ଏଲପେଲେତ, ନଗା, ନେଫେର, ଜାଫିଆ,
ଏଲିଆମା, ବେଲିଆଦା ଓ ଏଲିପେଲେତ। ଦାବିଦଙ୍କ ବିଜୟ। ଦାବିଦ ଇସ୍ରାଏଲର ରାଜା ରୂପେ ଅଭିଷିକ୍ତ ହୋଇଛନ୍ତି ଶୁଣି ଫିଲିସ୍ତୀୟମାନେ ତାଙ୍କୁ ଆକ୍ରମଣ କରିବା ପାଇଁ ବାହାରିଲେ। ଏହା ଶୁଣି ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସେ ପ୍ରସ୍ଥାନ କଲେ। ଫିଲିସ୍ତୀୟମାନେ ଆସି ରେଫାଇମ୍ ଉପତ୍ୟକା ଆକ୍ରମଣ କରି ଲୁଣ୍ଠନ କରିଥିଲେ। ସେ ସମୟରେ ଦାବିଦ ପ୍ରଭୁଙ୍କ ଅଭୀଷ୍ଟ ସନ୍ଧାନ କଲେ। ମୁଁ କ'ଣ ଫିଲିସ୍ତୀୟମାନଙ୍କ ବିରୁଦ୍ଧରେ ଗମନ କରିବି? ତୁମେ କ'ଣ ସେମାନଙ୍କୁ ମୋ ହସ୍ତରେ ସମର୍ପଣ କରିବ? ପ୍ରଭୁ କହିଲେ, ଯାଅ, ମୁଁ ସେମାନଙ୍କୁ ତୁମ ହସ୍ତରେ ସମର୍ପଣ କରିବି। ତହୁଁ ବାଲ ପେରାସିମ୍କୁ ଯାତ୍ରା କରି ସେ ସେମାନଙ୍କୁ ସେଠାରେ ପରାଜିତ କଲେ। ଦାବିଦ କହିଲେ, ପ୍ରଳୟଙ୍କାରୀ ବନ୍ୟା ତୁଲ୍ୟ ପ୍ରଭୁ ମୋ ହସ୍ତ ଜରିଆରେ ମୋର ଶତ୍ରୁମାନଙ୍କୁ ଭେଦ କରିଅଛନ୍ତି। ସୁତରାଂ ସେ ସ୍ଥାନ ବାଲ ପେରାସିମ୍ ନାମରେ ଅଭିହିତ ହେଲା। ଫିଲିସ୍ତୀୟମାନେ ନିଜ ଦେବମାନଙ୍କୁ ସେ ସ୍ଥାନରେ ଉପେକ୍ଷା କଲେ ଓ ଦାବିଦଙ୍କ ଆଦେଶ ମୁତାବକ ସେ ସମସ୍ତ ଦଗ୍ଧୀଭୂତ ହେଲା। ଫିଲିସ୍ତୀୟମାନେ ପୁନର୍ବାର ଉପତ୍ୟକା ଆକ୍ରମଣ କଲେ। ସୁତରାଂ ଦାବିଦ ପୁନଶ୍ଚ ଈଶ୍ୱରଙ୍କ ଅଭୀଷ୍ଟ ଅନ୍ୱେଷଣ କଲେ। ଈଶ୍ୱର ତାଙ୍କୁ କହିଲେ, ସେମାନଙ୍କ ପଶ୍ଚାତ ଧାବନ କର ନାହିଁ, ବରଂ ସେମାନଙ୍କୁ ଘେରିଯାଇ ବାଲସାମ ବୃକ୍ଷ ସମୂହ ସମ୍ମୁଖରେ ସେମାନଙ୍କୁ ଆକ୍ରମଣ କର। ବାଲସାମ ବୃକ୍ଷଗୁଡ଼ିକର ଉପରି ଭାଗରେ ସୈନିକମାନଙ୍କ ପଦବ୍ରଜ ଶବ୍ଦ ଶୁଣିବା ସମୟରେ ଯୁଦ୍ଧାରମ୍ଭ କର, କାରଣ ଫିଲିସ୍ତୀୟ ସୈନ୍ୟଙ୍କୁ ସଂହାର କରିବା ପାଇଁ ଈଶ୍ୱର ତୁମମାନଙ୍କ ସମ୍ମୁଖରେ ଗମନ କରିଛନ୍ତି। ଈଶ୍ୱରଙ୍କ ଆଦେଶ ମୁତାବକ ଦାବିଦ ସମସ୍ତ କାର୍ଯ୍ୟ ସାଧନ କଲେ ଓ ଗିବିଅନଠାରୁ ଗେସେର ପର୍ଯ୍ୟନ୍ତ ଫିଲିସ୍ତୀୟ ସୈନ୍ୟମାନଙ୍କୁ ଆଘାତ କଲେ। ଫଳରେ ଦାବିଦଙ୍କ ସୁଖ୍ୟାତି ସମସ୍ତ ଦେଶମାନଙ୍କରେ ରାଷ୍ଟ୍ର ହୋଇଗଲା ଓ ସମସ୍ତ ଜାତି ମଧ୍ୟରେ ପ୍ରଭୁ ତାଙ୍କ ପ୍ରତି ଭୟ ଜନ୍ମାଇଲେ। ଅଧ୍ୟାୟ 15। ଜେରୁସାଲେମକୁ ସିନ୍ଧୁକର ଆନୟନ। ଦାବିଦଙ୍କ ନଗରୀ ଦାବିଦ ନିଜ ନିମନ୍ତେ ଅନେକ ଗୃହ ନିର୍ମାଣ କଲେ। ଈଶ୍ୱରଙ୍କ ସିନ୍ଧୁକ ପାଇଁ ମଧ୍ୟ ଏକ ସ୍ଥାନ ପ୍ରସ୍ତୁତ କରି ସେଥିପାଇଁ ସେ ଏକ ତମ୍ବୁ ସ୍ଥାପନ କଲେ। ତତ୍ପରେ ଦାବିଦ କହିଲେ, ପ୍ରଭୁଙ୍କ ସିନ୍ଧୁକ ବହନ କରିବା ଓ ତାହାଙ୍କ ସନ୍ନିଧାନରେ ସେବା କାର୍ଯ୍ୟ କରିବା ପାଇଁ ମନୋନୀତ ଲେବୀୟମାନଙ୍କ ବ୍ୟତୀତ ଅନ୍ୟ କେହି ଈଶ୍ୱରଙ୍କ ସିନ୍ଧୁକକୁ ବହନ ନ କରୁ। ଏହାପରେ ତାଙ୍କ ଦ୍ୱାରା ପ୍ରସ୍ତୁତ ସ୍ଥାନକୁ ପ୍ରଭୁଙ୍କ ସିନ୍ଧୁକକୁ ଘେନି ଆସିବା ପାଇଁ ଦାବିଦ ଇସ୍ରାଏଲୀୟମାନଙ୍କୁ ଜେରୁସାଲେମରେ ଏକତ୍ରିତ କଲେ। ଆରୋନଙ୍କ ପୁତ୍ରଗଣ ତଥା ଲେବୀୟମାନଙ୍କୁ ସେ ସମବେତ କଲେ। ସେମାନେ ଥିଲେ କୋହାତୀୟ କୁଳପତି ଉରିଏଲ ଓ ତାର 120 ଜଣ ଭ୍ରାତା, ମେରାରୀୟ କୁଳପତି ଆସାଇୟା ଓ ତାର 220 ଜଣ ଭ୍ରାତା, ଗେର୍ଶମୀୟ କୁଳପତି ଜୋଏଲ ଓ ତାର 130 ଜଣ ଭ୍ରାତା, ଏଲିସାଫାନୀୟ କୁଳପତି ସେମାଇୟା ଓ ତାର 200 ଜଣ ଭ୍ରାତା, ହେବ୍ରୋନୀୟ କୁଳପତି ଏଲିଏଲ ଓ ତାର 80 ଜଣ ଭ୍ରାତା, ଉସିଏଲୀୟ କୁଳପତି ଆମିନାଦାବ ଓ ତାର 112 ଜଣ ଭ୍ରାତା। ଏହାପରେ ଯାଜକ ସାଦୋକ ଓ ଆବିଆଥାର ଏବଂ ଲେବୀୟ ଉରିଏଲ, ଆସାଇୟା, ଜୋଏଲ, ସେମାଇୟା, ଏଲିଏଲ ଓ ଆମିନାଦାବଙ୍କୁ ଆହ୍ୱାନ କରି ଦାବିଦ କହିଲେ, ତୁମେମାନେ ଲେବୀୟ ଗୋଷ୍ଠୀଜ କୁଳପତି ଅଟ। ଇସ୍ରାଏଲର ପ୍ରଭୁ ଈଶ୍ୱରଙ୍କ ସିନ୍ଧୁକକୁ ନେଇ ଆସି ସେଥିପାଇଁ ମୋ ଦ୍ୱାରା ପ୍ରସ୍ତୁତ ସ୍ଥାନରେ ଉପସ୍ଥାପିତ କରିବା ନିମନ୍ତେ ତୁମମାନଙ୍କୁ ତଥା ତୁମ ଭ୍ରାତାମାନଙ୍କୁ ଶୁଦ୍ଧପୂତ କର। ପ୍ରଥମ ଥର ତୁମେମାନେ ତାହା ବହନ କରି ନଥିଲ। ନିର୍ଦ୍ଦିଷ୍ଟ ବିଧାନାନୁଯାୟୀ ତାହା ବୁହା ନ ହୋଇଥିବା ହେତୁ
ପ୍ରଭୁ ସେ ସମୟରେ ଆମକୁ ଆଘାତ କଲେ। ସୁତରାଂ ଜୋଏଲର ପ୍ରଭୁ ଈଶ୍ୱରଙ୍କ ସିନ୍ଦୁକକୁ ନେଇ ଆସିବା ପାଇଁ ଯାଜକ ତଥା ଲେବୀୟମାନେ ନିଜ ନିଜକୁ ଶୁଦ୍ଧପୂତ କଲେ। ମୋଶେସଙ୍କ ଜରିଆରେ ପ୍ରଭୁ କଥିତ ବଚନ ଅନୁଯାୟୀ ଲେବୀୟମାନେ ଈଶ୍ୱରଙ୍କ ସିନ୍ଦୁକକୁ ତାର ଦଣ୍ଡଗୁଡ଼ିକ ସମେତ ନିଜ ନିଜ କାନ୍ଧରେ ବହନ କଲେ। ବୀଣା, ସାରଙ୍ଗୀ, ମନ୍ଦିରା ପ୍ରଭୃତି ବାଦ୍ୟଯନ୍ତ୍ର ଉପଯୋଗ କରି ଉଚ୍ଚ ସ୍ୱରରେ ଆନନ୍ଦ ଧ୍ୱନି କରିବା ପାଇଁ ଗାୟକ ରୂପେ ନିଜ ଭ୍ରାତାମାନଙ୍କୁ ନିୟୋଜିତ କରିବାକୁ ଦାବିଦ ଲେବୀୟ କୁଳପତିମାନଙ୍କୁ ନିର୍ଦ୍ଦେଶ କଲେ। ସୁତରାଂ ଜୋଏଲର ପୁତ୍ର ହେମାନ ତାର ଆତ୍ମୀୟ ବେରେଖିଆର ପୁତ୍ର ଆସାପ ଓ ମେରିଆର କୁଳରୁ କୁଶାଇୟାର ପୁତ୍ର ଏଥାନକୁ ଲେବୀୟମାନେ ନିଯୁକ୍ତି କଲେ। ସେମାନଙ୍କ ସହ ଦ୍ୱିତୀୟ ପଦ ବିଶିଷ୍ଟ ସେଖାରିଆ, ଜାସିଏଲ, ସେମିରାରତ, ଜେହିଏଲ, ଉନ୍ନି, ଏଲିଆବ, ବେନାଇୟା, ମାସେଇୟା, ମାତିଭିଆ, ଏଲିଫେଲେହୁ, ମିକନେଇୟା ଓ ଦ୍ୱାରରକ୍ଷୀମାନଙ୍କ ମଧ୍ୟରୁ ଅବେଦେଦମ ଓ ଜେଇଏଲ ନିଯୁକ୍ତି ହେଲେ। ଗାୟକ ହେମାନ, ଆସାପ ଓ ଏଥାନ ପିତ୍ତଳ ମନ୍ଦିରା ବାଦନ କରିବା। ସେଖାରିଆ, ଆସିଏଲ, ମେସିରାମତ, ଜେହିଏଲ, ଉନି, ଏଲିଆବ, ମାସେଇୟା ଓ ବେନାଇୟା ଆଲାମତ ରାଗ ଅନୁଯାୟୀ ବୀଣାବାଦନ କରିବା ଏବଂ ମାତିତିଆ, ଏଲିଫେଲେହୁ, ମିକନେଇୟା, ଅବେଦେମେଦମ, ଜେଇଏଲ ଓ ଆସୋସିଆ ସେମିନେତ ରାଗ ଅନୁଯାୟୀ ସାରଙ୍ଗୀ ବାଦନ କରିବା ପାଇଁ ନିୟୋଜିତ ହେଲେ। ଲେବୀୟ ଗାୟକ ନେତା କେନାଇୟା ସଙ୍ଗୀତ ବିଦ୍ୟାରେ ପ୍ରବୀଣ ଥିବାରୁ ଗାୟକ ଦଳର ନେତୃତ୍ୱ ନେଲା। ବେରେଖିଆ ଓ ଏଲକାନା ସିନ୍ଦୁକର ଦ୍ୱାରରକ୍ଷୀ ରୂପେ ନିଯୁକ୍ତି ହେଲେ। ସେବାନିଆ, ଯୋଶାଫାତ, ନେଥାନେଲ, ଆମାସାଇ, ସେଖାରିଆ, ବେନାଇୟା, ଏଲିଏସେର ପ୍ରଭୃତି ଯାଜକମାନେ ଈଶ୍ୱରଙ୍କ ସମ୍ମୁଖରେ ଭେରୀ ବାଦନ ରୂପେ ଏବଂ ଅବେଦେମେଦମ ଓ ଜେହିୟା ମଧ୍ୟ ସିନ୍ଦୁକର ଦ୍ୱାରରକ୍ଷୀ ରୂପେ ନିଯୁକ୍ତି ହେଲେ। ଏହାପରେ ଦାବିଦ ଇସ୍ରାଏଲୀୟ ବୟୋଜ୍ୟେଷ୍ଠ ଓ ସହସ୍ର ସେନାପତିମାନେ ଅବେଦେମେଦମର ଗୃହରୁ ପ୍ରଭୁଙ୍କ ବ୍ୟବସ୍ଥା ସିନ୍ଦୁକକୁ ଆଣିବା ପାଇଁ ଆହ୍ଲାଦ ପୂର୍ବକ ପ୍ରସ୍ଥାନ କଲେ। ବ୍ୟବସ୍ଥା ସିନ୍ଦୁକ ବାହକ ଲେବୀୟମାନଙ୍କୁ ପ୍ରଭୁ ସାହାଯ୍ୟ କଲେ ଓ ସେମାନେ 7ଟି ବଳଦ ତଥା ପୁଙ୍ଗ ମେଷକୁ ନୈବେଦ୍ୟ ରୂପେ ଉତ୍ସର୍ଗ କଲେ। ଦାବିଦ ସିନ୍ଦୁକ ବାହକ ଲେବୀୟମାନେ ଗାୟକ ବୃନ୍ଦ ଓ ଗାୟକ ଦଳର ନେତା କେନାନିଆ ସୂକ୍ଷ୍ମ ରୂପେ ବୁଣାଯାଇଥିବା ଶଣ ବସ୍ତ୍ର ପରିହିତ ହୋଇଥିଲେ। ଦାବିଦ ଶଣ ବସ୍ତ୍ର ନିର୍ମିତ ଗୋଟିଏ ଏଫୋଦ ମଧ୍ୟ ପରିଧାନ କରିଥିଲେ। ଶିଙ୍ଗ, ଭେରୀ ତଥା ମନ୍ଦିରା ଧ୍ୱନିତ କରି ଓ ବୀଣା ତଥା ସାରଙ୍ଗୀ ବାଦନ କରି ଇସ୍ରାଏଲୀୟମାନେ ଚିତ୍କାର ପୂର୍ବକ ପ୍ରଭୁଙ୍କ ବ୍ୟବସ୍ଥା ସିନ୍ଦୁକକୁ ଘେନି ଆସିଲେ। ଦାବିଦଙ୍କ ନଗରୀକୁ ପ୍ରଭୁଙ୍କ ବ୍ୟବସ୍ଥା ସିନ୍ଦୁକ ଅଣା ହେବା ବେଳେ ସାଉଲଙ୍କ କନ୍ୟା ମିଖାଲ ଝରକା ଦେଇ ଦୃଷ୍ଟିପାତ କରି ରାଜା ଦାବିଦ ଆହ୍ଲାଦପୂର୍ବକ ନୃତ୍ୟ ତଥା ଗାନ କରୁଥିବା ଦେଖିଲା ଓ ସେ ତାଙ୍କୁ ମନରେ ଅବମାନନା କଲା। ଅଧ୍ୟାୟ 16। ଈଶ୍ୱରଙ୍କ ସିନ୍ଦୁକ ନେଇ ଆସି ଦାବିଦଙ୍କ ଦ୍ୱାରା ପ୍ରସ୍ତୁତ ଶିବିରରେ ସେମାନେ ଉପସ୍ଥାପିତ କଲେ। ତତ୍ପରେ ସେମାନେ ଈଶ୍ୱରଙ୍କ ସନ୍ନିଧାନରେ ହୋମବଳି ତଥା ଶାନ୍ତିବଳି ଉତ୍ସର୍ଗ କଲେ। ହୋମବଳି ତଥା ଶାନ୍ତିବଳିର ଉତ୍ସର୍ଗ ସମାପ୍ତି ଲାଭ କଲା ପରେ ଦାବିଦ ପ୍ରଭୁଙ୍କ ନାମରେ ଜନତାକୁ ଆଶୀର୍ବାଦ କଲେ।
ଇସ୍ରାଏଲୀୟ ପୁରୁଷ ତଥା ମହିଳା ପ୍ରଭୃତି ସମସ୍ତଙ୍କୁ ଖଣ୍ଡିଏ ରୁଟି, ଖଣ୍ଡିଏ ମାଂସ ଓ ଶୁଷ୍କ ଦ୍ରାକ୍ଷାରୁ ପ୍ରସ୍ତୁତ ଖଣ୍ଡିଏ ପିଷ୍ଟକ ସେ ଦାନ କଲେ। ପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ସେବା କାର୍ଯ୍ୟ କରିବା, ପ୍ରଭୁ ଇସ୍ରାଏଲର ଈଶ୍ୱରଙ୍କ ନାମ ଜପ କରି ପ୍ରାର୍ଥନା କରିବା, ତାହାଙ୍କୁ କୃତଜ୍ଞତା ଜଣାଇବା ଓ ତାହାଙ୍କ ପ୍ରଶଂସା ଗାନ କରିବା ନିମନ୍ତେ ଦାବିଦ ଲେବୀୟମାନଙ୍କ ମଧ୍ୟରୁ କେତେକ ବ୍ୟକ୍ତିଙ୍କୁ ନିୟୋଜିତ କଲେ। ଆସାଫ ସେମାନଙ୍କ ମଧ୍ୟରୁ ପ୍ରମୁଖ ବ୍ୟକ୍ତି ଥିଲା। ତା ଅଧୀନରେ ସେଖାରିଆ, ଜେଇଏଲ, ସେମିରାମତ, ଜେହିଏଲ, ମାତିଆତି, ଏଲିଆବ, ବେନାଇଆ, ଅବେଦେମଦମ ଓ ଜେଇଏଲ ବୀଣା ତଥା ସାରଙ୍ଗୀ ବାଦନ କରିବା ପାଇଁ ନିଯୁକ୍ତି ହେଲେ। ଯାଜକ ବେନାନିଆ ଓ ଯାହାସିଏଲ ଈଶ୍ୱରଙ୍କ ବ୍ୟବସ୍ଥା ସିନ୍ଦୁକ ସମ୍ମୁଖରେ ଅନବରତ ଭାବେ ଭେରୀ ବାଦନ କରିବା ପାଇଁ ମଧ୍ୟ ନିଯୁକ୍ତି ପାଇଲେ। ପ୍ରଭୁଙ୍କ ଉଦ୍ଦେଶ୍ୟରେ କୃତଜ୍ଞତାତ୍ମକ ଗୀତ ଗାନ କରିବା ପାଇଁ ଦାବିଦ ସେହିଦିନ ପ୍ରଥମତଃ ଆସାଫ ଓ ତାର ଭ୍ରାତାମାନଙ୍କୁ ନିୟୋଜିତ କଲେ। କୃତଜ୍ଞତାତ୍ମକ ଗୀତ କର, ପ୍ରଭୁଙ୍କୁ କୃତଜ୍ଞତା ଜ୍ଞାପନ କର, ପ୍ରାର୍ଥନା ତାଙ୍କର ନାମ ଜପପୂର୍ବକ ଜନତା ମଧ୍ୟ କର ତାହାଙ୍କର କର୍ମାବଳୀ ବିଜ୍ଞାପନ। କର ଗାନ ତାହାଙ୍କ ଉଦ୍ଦେଶ୍ୟରେ ସ୍ତୋତ୍ର, ତାହାଙ୍କ ସମସ୍ତ ଅଦ୍ଭୁତ କର୍ମାବଳୀକୁ କର ପ୍ରଖ୍ୟାପିତ, ତାହାଙ୍କ ପବିତ୍ର ନାମ ଯୋଗୁଁ କର ଦର୍ପ। ପ୍ରଭୁଙ୍କ ଅନ୍ୱେଷଣକାରୀ ସମସ୍ତଙ୍କ ହୃଦୟ ହେଉ ଆନନ୍ଦିତ। ପ୍ରଭୁ ତଥା ତାହାଙ୍କ ପରାକ୍ରମର କର ଅନ୍ୱେଷଣ, କର ତାହାଙ୍କ ସାନ୍ନିଧ୍ୟର ସନ୍ଧାନ ନିରନ୍ତର। ତାହାଙ୍କ ଦ୍ୱାରା ସମ୍ପାଦିତ ଅଦ୍ଭୁତ କର୍ମାବଳୀକୁ କର ସ୍ମରଣ, ତାହାଙ୍କ ଦ୍ୱାରା ସନ୍ଧାନିତ ଅଦ୍ଭୁତ କର୍ମ ତଥା ତାହାଙ୍କ ଦ୍ୱାରା ଉଚ୍ଚାରିତ ନ୍ୟାୟ ବିଚାରର କର ସ୍ମରଣ। ତାହାଙ୍କ ଦାସ ହେ ଆବ୍ରାହାମଙ୍କ ବଂଶଧରଗଣ, ତାହାଙ୍କ ମନୋନୀତ ବୃନ୍ଦ, ହେ ଯାକୋବଙ୍କ ସନ୍ତାନଗଣ, ଅଟନ୍ତି ସେ ପ୍ରଭୁ ଆମ ଈଶ୍ୱର। ସମଗ୍ର ଭୂପୃଷ୍ଠ କରନ୍ତି ସେ ଶାସନ, ନିଜ ବ୍ୟବସ୍ଥା ବିଧାନ କରନ୍ତି ସେ ସତତ ସ୍ମରଣ। ସହସ୍ର ପୁରୁଷ ପ୍ରତି ପକାନ୍ତି ସେ ମନେ, ତାହାଙ୍କ ଦ୍ୱାରା ଉଚ୍ଚାରିତ ବଚନ। କରନ୍ତି ସେ ଆବ୍ରାହାମଙ୍କ ସହ ସାଲିସ, ତାହାଙ୍କର ବ୍ୟବସ୍ଥା ବିଧାନର ସ୍ମରଣ। ଇସାହାକଙ୍କର ପ୍ରତି ଶପଥପୂର୍ବକ ପ୍ରଦତ୍ତ ଆପଣା ପ୍ରତିଶ୍ରୁତିର ସ୍ମରଣ। କରିଅଛନ୍ତି ସେ ତାହାଙ୍କୁ ଯାକୋବଙ୍କ ଉଦ୍ଦେଶ୍ୟରେ ନିୟମ ସଦୃଶ ଦୃଢ଼ୀଭୂତ, କରିଅଛନ୍ତି ସେ ଇସ୍ରାଏଲ ପ୍ରତି ତାହାକୁ ଶାଶ୍ୱତ ବ୍ୟବସ୍ଥା ତୁଲ୍ୟ ସ୍ଥିରୀକୃତ। କହିଥିଲେ ସେ କରିବି ମୁଁ ତୁମକୁ କାନାନ ଦେଶ ପ୍ରଦାନ, ଉତ୍ତରାଧିକାର ରୂପେ କରିବି ମୁଁ ତାହା ତୁମକୁ ଅର୍ପଣ। ସେମାନେ ସ୍ୱଳ୍ପ ସଂଖ୍ୟକ ସଂସାର ତଥା ପ୍ରବାସୀ ସଦୃଶ ଥିବା ସମୟରେ ଏକ ଦେଶରୁ ଅନ୍ୟ ଦେଶ, ଏକ ରାଜ୍ୟରୁ ଅନ୍ୟ ରାଜ୍ୟ ପରିଭ୍ରମଣ କରୁଥିବା ସମୟରେ ଦେଲେ ନାହିଁ ସେ ଅନୁମତି, ଯେପରି ନ କରନ୍ତି କେହି କେବେ ସେମାନଙ୍କୁ ଉତ୍ପୀଡ଼ନ, ସେମାନଙ୍କ ପାଇଁ କଲେ ସେ ରାଜାମାନଙ୍କୁ ତିରସ୍କାର। କହିଥିଲେ ସେ କର ନାହିଁ ମୋର ଅଭିଷିକ୍ତମାନଙ୍କୁ ସ୍ପର୍ଶ, କର ନାହିଁ କ୍ଷତି ମୋର ପ୍ରବକ୍ତାମାନଙ୍କର। ହେ ଧରାଧାମ, କର ପ୍ରଭୁଙ୍କ ସ୍ତୁତି ଗାନ, କର ବିଜ୍ଞାପନ ତାହାଙ୍କ ପରିତ୍ରାଣ ଦୈନନ୍ଦିନ। ଦେଶ ସମୂହ ମଧ୍ୟ କର ତାହାଙ୍କ ପ୍ରତାପ ବିଜ୍ଞାପିତ, ଜାତି ସମୂହ ମଧ୍ୟ କର ତାହାଙ୍କ ଅଦ୍ଭୁତ କର୍ମାବଳୀ ପ୍ରଖ୍ୟାପିତ। କାରଣ ଅଟନ୍ତି ପ୍ରଭୁ ମହାନ, ଅତ୍ୟନ୍ତ ପ୍ରଶଂସନୀୟ, ସମସ୍ତ ଦେବ ଅପେକ୍ଷା ଅଧିକ ଭୟଭକ୍ତି ତାହାଙ୍କର ପ୍ରାପ୍ୟ। ଜାତି ସମୂହର ଦେବଗଣ
କେବଳ ପ୍ରତିମୂର୍ତ୍ତି, ମାତ୍ର ପ୍ରଭୁ ଆକାଶ ମଣ୍ଡଳର ସ୍ରଷ୍ଟା ଅଟନ୍ତି। ଶ୍ରଦ୍ଧା ତଥା ପ୍ରତାପ କରେ ତାହାଙ୍କୁ ପରିବେଷ୍ଟନ, ପରାକ୍ରମ ତଥା ଆନନ୍ଦ କରେ ତାହାଙ୍କ ଆଳୟ ମଣ୍ଡନ। ହେ ଜାତି ସମୂହର ପରିବାର ବୃନ୍ଦ, କର ପ୍ରଭୁଙ୍କର କୀର୍ତ୍ତନ। ପ୍ରଭୁଙ୍କ ମହତ ତଥା ପରାକ୍ରମ କର କୀର୍ତ୍ତନ। କର ତାହାଙ୍କ ନାମକୁ ଯଥାଯୋଗ୍ୟ ମହିମାନ୍ୱିତ। ତାଙ୍କ ସନ୍ନିଧାନକୁ ଆସି କର ନୈବେଦ୍ୟ ଉତ୍ସର୍ଗ। କର ପବିତ୍ର ଆଳୟ ମଧ୍ୟରେ ଆରାଧନା ତାହାଙ୍କର। ହେ ସମଗ୍ର ଧରାଧାମ, ହୁଅ ତାହାଙ୍କ ସମ୍ମୁଖେ ଭୟ କମ୍ପିତ। ହଁ, ସେ ହିଁ କରିଅଛନ୍ତି ସଂସାରକୁ ଦୃଢ଼ ଭାବେ ପ୍ରତିଷ୍ଠିତ। ହେଉ ନଭମଣ୍ଡଳ ଆନନ୍ଦିତ, ହେଉ ଧରାଧାମ ଆହ୍ଲାଦିତ। କରନ୍ତି ପ୍ରଭୁ ରାଜୁତି, କରନ୍ତୁ ଲୋକେ ଜାତି ମଧ୍ୟରେ ଏହା ବିଜ୍ଞାପିତ। କରୁ ସାଗର ତଥା ତନ୍ମଧ୍ୟସ୍ଥ ସମସ୍ତ ଗର୍ଜନ। ହେ ଧରଣୀ ତଥା ତନ୍ମଧ୍ୟସ୍ଥ ସମସ୍ତ ଆହ୍ଲାଦିତ। ଅରଣ୍ୟରେ ବୃକ୍ଷାଦି କରୁ ପ୍ରଭୁଙ୍କ ସନ୍ନିଧାନରେ ଆନନ୍ଦ ଗୀତ ସଂକୀର୍ତ୍ତନ। କାରଣ କରନ୍ତି ପ୍ରଭୁ ଧରାଧାମକୁ ବିଚାର ପାଇଁ ଆଗମନ। ପ୍ରଭୁଙ୍କ ଉଦ୍ଦେଶ୍ୟରେ କର କୃତଜ୍ଞତା ଅର୍ପଣ, କାରଣ ଅଟନ୍ତି ସେ ସର୍ବୋତ୍ତମ। ଯୁଗ ଯୁଗାନ୍ତରେ ଚିରସ୍ଥାୟୀ ତାହାଙ୍କର ସ୍ନେହ ନିରନ୍ତର। କୁହ ଏହା ମଧ୍ୟ ଆମ ପରିତ୍ରାଣର ହେ ଈଶ୍ୱର, କର ଆମକୁ ଉଦ୍ଧାର। ଜାତି ସବୁ ମଧ୍ୟରୁ ସଂଗ୍ରହ କରି ଆମକୁ ରକ୍ଷା କର। କରିବୁ ଆମେ ସେ ସମୟରେ ତୁମ ପବିତ୍ର ନାମ ପ୍ରତି କୃତଜ୍ଞତାର୍ପଣ। ତୁମର ସ୍ତୁତି ଗାନେ ହେବୁ ଆମେ ଆନନ୍ଦିତ। ଅନାଦି ଠାରୁ ଅନନ୍ତ ପର୍ଯ୍ୟନ୍ତ ହୁଅନ୍ତୁ ପ୍ରଭୁ ଇସ୍ରାଏଲର ଈଶ୍ୱର ଧନ୍ୟ। ସେ ସମୟରେ ସମସ୍ତ ଜନତା ଆମେନ୍ କହି ପ୍ରଭୁଙ୍କୁ ପ୍ରଶଂସା କଲେ। ପ୍ରଭୁଙ୍କ ବ୍ୟବସ୍ଥା ସିନ୍ଧୁକ ସମ୍ମୁଖରେ ଦୈନନ୍ଦିନ ସେବା କାର୍ଯ୍ୟ ଯଥାକ୍ରମେ ସାଧନ କରିବା ପାଇଁ ଆସାଫ ଓ ତାର ଭ୍ରାତାମାନଙ୍କୁ ଦାବୀଦ ନିୟୋଜିତ କଲେ। ଅବେଦେମେଦମ ଓ ତାର ସହବର୍ତ୍ତୀ 68 ଭ୍ରାତାଗଣ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଜେଦୁଥୁନର ପୁତ୍ର ଅବେଦେମେଦମ ଓ ହୋସା ଦ୍ୱାରା ରଖିଥିଲେ। ଯାଜକ ସାଦୋକ ଓ ତାର ଭ୍ରାତାମାନଙ୍କୁ ଗିବେୟନର ଉଚ୍ଚ ପୂଜାସ୍ଥଳୀ ସ୍ଥିତ ପ୍ରଭୁଙ୍କ ଆଳୟର ସେବା କାର୍ଯ୍ୟ କରିବା ପାଇଁ ସେ ନିଯୁକ୍ତି ପ୍ରଦାନ କଲେ। ଇସ୍ରାଏଲ ପାଇଁ ପ୍ରଭୁଙ୍କ ଦ୍ୱାରା ଆଜ୍ଞାପିତ ବିଧାନ ଗ୍ରନ୍ଥରେ ଲିପିବଦ୍ଧ ଆଦେଶ ଅନୁଯାୟୀ ପ୍ରଭାତ ତଥା ପ୍ରଦୋଷରେ ହୋମବଳି ପୀଠ ଉପରେ ସେ ନିରନ୍ତର ହୋମବଳି ଉତ୍ସର୍ଗ କଲେ। ସେମାନଙ୍କ ସହ ହେମାନ, ଜେଦୁଥୁନ ଓ ଅନ୍ୟାନ୍ୟ ସମସ୍ତେ ପ୍ରଭୁଙ୍କ ନିତ୍ୟସ୍ଥାୟୀ ଚିରନ୍ତର ସ୍ନେହ ପ୍ରତି କୃତଜ୍ଞତା ଅର୍ପଣ କରିବାକୁ ନିୟୋଜିତ ହେଲେ। ହେମାନ ଓ ଜେଦୁଥୁନ ପବିତ୍ର ଗୀତିର ଗାନ ସମୟରେ ଭେରୀ, ମନ୍ଦିରା ତଥା ଅନ୍ୟାନ୍ୟ ବାଦ୍ୟ ଉପକରଣ ବାଦନ କଲେ ଓ ଜେଦୁଥୁନର ପୁତ୍ରମାନେ ଦ୍ୱାରରକ୍ଷୀ ରୂପେ ନିୟୋଜିତ ଥିଲେ। ଏହାପରେ ଜନତା ନିଜ ନିଜର ଗୃହକୁ ଫେରିଗଲେ। ନିଜ ପରିବାର ବର୍ଗକୁ ଆଶୀର୍ବାଦ କରିବା ପାଇଁ ଦାବୀଦ ମଧ୍ୟ ଗୃହକୁ ପ୍ରସ୍ଥାନ କଲେ।